ଆଜିର ସବୁଠାରୁ ବଡ଼ ଖବର, କାହିଁକି ହଠାତ୍ ଅବସର ନେଲେ ବିରାଟ କୋହଲି ଏବଂ ରୋହିତ ଶର୍ମା? ସତ୍ୟ କ'ଣ ଥିଲା ଯାହା ଆଜି ପର୍ଯ୍ୟନ୍ତ କେହି ଖୋଲି କହିନଥିଲେ? ତେବେ ଦୀର୍ଘ ଦିନ ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଗୌତମ ଗମ୍ଭୀର। ସେ କହିଦେଲେ ଏମିତି କିଛି କଥା ଯାହା ଶୁଣି ସାରା କ୍ରିକେଟ ଜଗତ ହୋଇଗଲା ଆଶ୍ଚର୍ଯ୍ୟ। ତେବେ କାହିଁକି ନେଲେ ଏତେ ବଡ଼ ସିଦ୍ଧାନ୍ତ? ଟିମ୍ ଭିତରେ କ'ଣ ଚାଲୁଥିଲା? ସମ୍ପୂର୍ଣ୍ଣ ସତ୍ୟ ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ ଏବଂ ଭିଡ଼ିଓରେ ନୂଆ କରି ଦେଖୁଥିଲେ ଭିଡ଼ିଓରେ ଗୋଟେ ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ତେବେ ଚାଲନ୍ତୁ ଭିଡ଼ିଓରେ ଆଗକୁ ବଢ଼ିବା। ତେବେ ଦର୍ଶକ ବନ୍ଧୁ, ଗୌତମ ଗମ୍ଭୀରକୁ ଜୁଲାଇ 2024ରେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତି କରାଯାଇଥିଲା। ପରେ ରୋହିତ ଶର୍ମା ଏବଂ ବିରାଟ କୋହଲି ଟି20 ଫର୍ମାଟରୁ ଅବସର ନେଇଗଲେ, ଯଦିଓ ସେମାନେ ଟେଷ୍ଟ ଏବଂ ଦିନିକିଆ ଖେଳିବା ଜାରି ରଖିଛନ୍ତି। ତେବେ ଗମ୍ଭୀରଙ୍କ ଆଗମନ ସହିତ ଟିମ୍ ଇଣ୍ଡିଆ ମଧ୍ୟରେ ଏକ ପରିବର୍ତ୍ତନ ଆରମ୍ଭ ହୋଇଥିଲା, ଯାହାଦ୍ୱାରା ବରିଷ୍ଠ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ସହିତ ତାଙ୍କର ସମ୍ପର୍କ ଖରାପ ଥିବା ଅନୁମାନ କରାଯାଉଥିଲା। ତେବେ ଇଂଲଣ୍ଡର 2025 ଗସ୍ତ ଖୁବ୍ ଶୀଘ୍ର ପାଖେଇ ଆସୁଥିଲା, କିନ୍ତୁ ଏହାର ମାତ୍ର ଗୋଟିଏ ସପ୍ତାହ ପୂର୍ବରୁ ରୋହିତ ଶର୍ମା ଏବଂ ବିରାଟ କୋହଲି ଟେଷ୍ଟ କ୍ରିକେଟକୁ ବିଦାୟ ଦେଇଥିଲେ। ତେବେ ସମାଲୋଚକମାନେ ପୁଣି ଥରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଟେଷ୍ଟ ଅବସରକୁ ଗୌତମ ଗମ୍ଭୀରଙ୍କ ସହ ଯୋଡ଼ିଥିଲେ। ହେଲେ ଏବେ ପ୍ରଶିକ୍ଷକ ଗମ୍ଭୀର ନିଜେ ଖୋଲାଖୋଲି ଭାବରେ ଏହି ପ୍ରସଙ୍ଗକୁ ଉଠାଇଛନ୍ତି। ତେବେ ରେଭୋ ସ୍ପୋର୍ଟସ କନକ୍ଲେଭ୍ ସମୟରେ ଗୌତମ ଗମ୍ଭୀରଙ୍କୁ ପଚରାଯାଇଥିଲା ଯେ ଯେତେବେଳେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ସହ ତାଙ୍କ ଖରାପ ସମ୍ପର୍କ ବିଷୟରେ ଗଣମାଧ୍ୟମରେ ରିପୋର୍ଟ ପ୍ରସାରିତ ହେଉଥିଲା, ସେତେବେଳେ ତାଙ୍କ ମନରେ କ'ଣ ଚିନ୍ତାଧାରା ଚାଲୁଥିଲା। ଗମ୍ଭୀରଙ୍କୁ ପଚରାଯାଇଥିଲା ଯେ ସେ ଏପରି ପରିସ୍ଥିତିର କିପରି ମୁକାବିଲା କରନ୍ତି। ତେବେ ଗମ୍ଭୀର ସିଧାସଳଖ ପ୍ରଶ୍ନର ଉତ୍ତର ଦେଇନଥିଲେ, କିନ୍ତୁ ସେ ତାଙ୍କ ମତର ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଥିଲେ। ତେବେ ଗୌତମ ଗମ୍ଭୀର କହିଛନ୍ତି ଯେ ସେ ମଧ୍ୟ ଜଣେ ମଣିଷ ଏବଂ ଗତ 18 ମାସ ମଧ୍ୟରେ ଅନେକ ଭୁଲ କରିଛନ୍ତି। ଗମ୍ଭୀର ମନ୍ତବ୍ୟ ଦେଇଛନ୍ତି ଯେ ସଠିକ୍ ଉଦ୍ଦେଶ୍ୟ ନେଇ ନିଆଯାଇଥିବା ଭୁଲ ନିଷ୍ପତ୍ତି ଗ୍ରହଣୀୟ, କିନ୍ତୁ ଯେତେବେଳେ ଭୁଲ ଉଦ୍ଦେଶ୍ୟ ନେଇ ନିଆଯାଇଥିବା ଭୁଲ ନିଷ୍ପତ୍ତି ଗ୍ରହଣୀୟ ନୁହେଁ। ତେବେ ପ୍ରଶିକ୍ଷକ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଯେପର୍ଯ୍ୟନ୍ତ ସେ ଡ୍ରେସିଂ ରୁମ୍ରେ ଖେଳାଳିମାନଙ୍କ ପ୍ରତି ସଚ୍ଚୋଟ ରହିବେ, ସେ ପର୍ଯ୍ୟନ୍ତ ସେମାନଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ସେମାନଙ୍କ ଆଖିରେ ଆଖି ମିଶାଇ ଦେଖିପାରିବେ। ତେବେ ଗମ୍ଭୀର ବିଶ୍ୱାସ କରନ୍ତି ଯେ ସେ ପ୍ରଶିକ୍ଷକ ଭାବରେ ତାଙ୍କ ଭୂମିକାରେ ଭଲ କାମ କରୁଛନ୍ତି। ତେବେ ଦର୍ଶକ ବନ୍ଧୁ, ଗୌତମ ଗମ୍ଭୀର ଯାହା ସବୁ କହିଲେ ତାହା ଠିକ୍ କି ଭୁଲ ଆପଣମାନେ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ ଏବଂ ଭିଡ଼ିଓକୁ ନୂଆ କରି ଦେଖୁଥିଲେ ଭିଡ଼ିଓରେ ଗୋଟେ ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ, କାରଣ ଏହିଭଳି ପ୍ରକାର ଭିଡ଼ିଓ ଆପଣମାନେ ଏହି ଚ୍ୟାନେଲରେ ଦେଖିବାକୁ ପାଇବେ। ତେବେ ରହିଲି, ଜୟ ଶ୍ରୀରାମ।